ଅଗଷ୍ଟ ଏହା କେବଳ ଏକ ତାରିଖ ନୁହେଁ, ଏହା ସେହି ଦିନ ଯେଉଁଦିନ ଏକ ସ୍ୱପ୍ନ ସତ୍ୟ ହେଲା। ସ୍ୱପ୍ନ ଏକ ସ୍ୱାଧୀନ ଭାରତର, ଏବଂ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଅନେକ ବୀର ସେନାନୀ ନିଜ ପ୍ରାଣ ପର୍ଯ୍ୟନ୍ତ ବଳିଦାନ କରିଥିଲେ। ସେହି ବୀରମାନଙ୍କ ମଧ୍ୟରୁ ଗୋଟିଏ ନାମ ଯାହାକି ସଦାସର୍ବଦା ସ୍ମରଣୀୟ ରହିବ, ସେ ହେଉଛନ୍ତି ମହାତ୍ମା ଗାନ୍ଧୀ। ମୋହନ ଦାସ କରମଚାନ୍ଦ ଗାନ୍ଧୀ, ଯିଏ ଦୁନିଆକୁ ଏକ ନୂଆ ଚିନ୍ତାଧାରା ଥିଲେ, ଅହିଂସା ଏବଂ ସତ୍ୟାଗ୍ରହର। ତାଙ୍କର ବିଶ୍ୱାସ ଥିଲା ତଲୱାରରେ ନୁହେଁ, ସତ୍ୟ ଓ ଶାନ୍ତିରେ ଲଢ଼େଇ ଜିତା ଯାଇପାରିବ। ଗାନ୍ଧୀଜୀ ଚରଖା ଚଲେଇ ସ୍ୱଦେଶୀ ଆହ୍ୱାନ କଲେ ଏବଂ ଦାଣ୍ଡି ଯାତ୍ରା କରି ଅଂଗ୍ରେଜମାନଙ୍କ ନିୟମକୁ ସାମ୍ନାସାମ୍ନି ଚୁନୌତି ଦେଲେ। ଯଦି ସେ ଏହି ଜିନିଷ କରିନଥାନ୍ତେ ତାହେଲେ ମେଡ୍ ଇନ୍ ଇଣ୍ଡିଆ ଆଜି ପର୍ଯ୍ୟନ୍ତ କେବେ ବି ହୋଇନଥାନ୍ତା। କିନ୍ତୁ ଗାନ୍ଧୀଜୀଙ୍କ ସହିତ ଆହୁରି ମଧ୍ୟ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀମାନେ ଯୋଗ ମଧ୍ୟ ଦେଇଥିଲେ। କେବଳ ଏହି ସ୍ୱତନ୍ତ୍ର ଭାରତ ବନେଇବା ପାଇଁ ଜଣଙ୍କର ଭୂମିକା କେବଳ କହିଦେଲେ ଶେଷ ହୋଇଯିବ ନାହିଁ। ବହୁତ ସାରା ଏଥିରେ ସ୍ୱାଧୀନତା ସଂଗ୍ରାମୀ ନିଜର ବଳିଦାନ ଦେଇଛନ୍ତି, ନିଜର ଜୀବନକୁ ମଧ୍ୟ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ବହୁତ ସାରା ଏଭଳି ଅଛନ୍ତି ଯେଉଁମାନଙ୍କର ନାଁ କାଳେ କାଳେ ଆମ ମନରୁ କେବେ ଲିଭିବ ନାହିଁ। ସେ ହେଉଛନ୍ତି ଭଗତ ସିଂ, ସୁଭାଷ ଚନ୍ଦ୍ର ବୋଷ, ଯାହାଙ୍କର ଏକ ଆହ୍ୱାନ ଥିଲା, ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି। ରାଣୀ ଲକ୍ଷ୍ମୀବାଇଙ୍କ ବୀର ରୂପ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏକୀକରଣ ସ୍ୱପ୍ନ, ଏମାନେ ସମସ୍ତେ ମିଶି ସ୍ୱାଧୀନତାର ସୂର୍ଯ୍ୟ ଉଦୟ କରିଥିଲେ। ଆଜି ଆମେ ସ୍ୱାଧୀନ ଭାରତରେ ବାସ କରୁଛୁ କାରଣ ସେମାନେ ନିଜର ଶୟନ, ସୁବିଧା, ଯୌବନ ଏବଂ ପ୍ରାଣ ପର୍ଯ୍ୟନ୍ତ ସ୍ୱାଧୀନତା ପାଇଁ ବଳିଦାନ କରିଥିଲେ। ଭାବନ୍ତୁ, ଯଦି ସେମାନଙ୍କର ହୃଦୟ ଭାଙ୍ଗି ଯାଇଥାନ୍ତା କି ଆମେ ଏଇ ଜିନିଷ କରିବୁ ନାହିଁ, ଆମେ ଆମ ଲାଇଫ୍ରେ ସେଟ୍ ଅଛୁ ଆଉ ଆମକୁ କିଛି ଏଇ ଜିନିଷ କରିକି ଲାଭ ନାହିଁ, ତାହେଲେ ଭାବନ୍ତୁ ସମ୍ଭବତଃ ଆଜି ଆମେ ମଧ୍ୟ ଦାସତ୍ୱର ଅନ୍ଧକାରରେ ରହୁଥାନ୍ତେ। କେବେ ବି ଏହି ଭାରତ, ସ୍ୱତନ୍ତ୍ର ଭାରତ, ଇଣ୍ଡିପେଣ୍ଡେଣ୍ଟ ଭାରତ କେବେ ବି ହୋଇପାରିନଥାନ୍ତା। ଏହି ସ୍ୱପ୍ନ ସଦାବେଳେ ସ୍ୱପ୍ନ ହେଇକି ହିଁ ରହିଯାଇଥାନ୍ତା। ସ୍ୱାଧୀନତା କେବଳ ଏକ ଉପହାର ନୁହେଁ, ଏହା ଏକ ଦାୟିତ୍ୱ। ଆଜି ଆମର କର୍ତ୍ତବ୍ୟ ହେଉଛି ଭାରତକୁ ସେମାନଙ୍କ ସ୍ୱପ୍ନର ଭାରତ କରିବା ଆଉ ଆମ ନିଜର ମଧ୍ୟ ସ୍ୱପ୍ନର ଭାରତ ବନେଇବା। ଏକ ଶକ୍ତିଶାଳୀ ରାଷ୍ଟ୍ର, ଏକତ୍ରୀକରଣ ଏବଂ ସମୃଦ୍ଧ ରାଷ୍ଟ୍ର। ଏତିକି କହିକି ମୁଁ ମୋ ଏହି ଭାରତବାସୀଙ୍କୁ କରିଖିବାକୁ ଚାହିଁବି। ଜୟ ହିନ୍ଦ, ବନ୍ଦେ ମାତରମ୍।